ଶୃଙ୍ଖଳା ହେବା ପାଇଁ ଯାହା ଆବଶ୍ୟକ କରିବା ନିହାତି ଆବଶ୍ୟକ। ଏଇଟା ସବୁ ହେଲା ଶୃଙ୍ଖଳା। ଶୃଙ୍ଖଳା ପାଇଁ ଯାହା ଆବଶ୍ୟକ ତାହା ହେବା ନିଶ୍ଚିନ୍ତ ଆବଶ୍ୟକ। ପରିମାଣିକ ଟିକେଟ ଉପରେ ତ ବହୁତ ପ୍ରକାର ଆଲୋଚନା ହେଇସାରିଲାଣି ବିଗତ ଦିନ ମାନଙ୍କରେ। କିଛି ସେବାୟତ ଚାହୁଁଛନ୍ତି ହଉ, କିଛି ସେବାୟତ ଚାହୁଁଛନ୍ତି ନ ହଉ, ସାହାଣ ମେଳା ହଉ ବୋଲି ଚାହୁଁଛନ୍ତି, ତାର ନିଷ୍ପତ୍ତି କିଛି ହେଇନି। କିଛିଟା ହେବ ଦର୍ଶନ ତ ଏଠି ଦର୍ଶନ ପ୍ରସାଦ ହେଲା ମୁଖ୍ୟ ଜିନିଷ ଜଗନ୍ନାଥ ମନ୍ଦିର ଭିତରେ। ତେଣୁକରି ଦର୍ଶନ ଲୋକ ନ କଲେ କାହିଁକି ଯାତ୍ରୀ ଆସିବେ, କାହିଁକି ପଣ୍ଡାମାନଙ୍କୁ ଧରିବେ, କ'ଣଟା କାମ ଅଛି? ତେଣୁକରି ଦର୍ଶନ କରିବା ଚାहे ସେ ପରିମାଣିକ ହଉ, ସାହାଣ ମେଳା ହଉ, ଭଲ ହଉ, ମନ୍ଦ ହଉ, ଯେକୌଣସି ବାଟ ହଉ କରିବା ଆବଶ୍ୟକ। ଭୁଲ ସେଇଟା କେତେ ଦିନ ଆଜି ଲୁଚେଇକିରି ଗଳା ବାଟ ଦେଇ ଯାଉଛୁ, କାହାକୁ ପଇସା ଦେଇ ଯାଉଛନ୍ତି, ସେଟା କେତେ ଦିନ? ସେଟା ସବୁଦିନ ଚିରସ୍ଥାୟୀ ଜିନିଷ ନୁହଁ। କିନ୍ତୁ ଯାତ୍ରୀମାନଙ୍କୁ ଦର୍ଶନ କରିବା ଦାୟିତ୍ୱ ପଣ୍ଡାମାନଙ୍କର, ଏଇଟା ଚିରସ୍ଥାୟୀ। ଆବାହନ ଯୁଗରୁ ଅଛି, ବର୍ତ୍ତମାନ ଅଛି, ଆଗାମୀ ଦିନରେ ବି ରହିବ ବୋଲି ଆଶା। ତେଣୁ ତାର ସୁରକ୍ଷା କରାଗଲେ ଭଲ ହବ ଆଉ।